ବୈଶାଖ ମାହାତ୍ମ୍ୟ। ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍। ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ଯତ୍କୃପାତମହଂ ବନ୍ଦେ ପରମାନନ୍ଦମାଧବଂ। ସପ୍ତଦଶ ଅଧ୍ୟାୟ। ନାରଦ ଉବାଚ ଏବେ ହୋ ଶୁଣ ନରନାଥ କହିବା ବୈଶାଖ ଉକତ। ବ୍ରହ୍ମା ଯେ ମୋହର ଆଗରେ କହିଲେ ସ୍କନ୍ଧ ପୁରାଣରେ। ସେ କଥା ଶୁଣି ନର ସାଇ କହିବା ତୋ ଆଗେ ବୁଝାଇ। ପୂର୍ବେ ହୋ ସୌରାଷ୍ଟ୍ର ଦେଶରେ ଥିଲା ଉଦାସୀ ବିପ୍ରବରେ। ବେଦ ବିଦ୍ୟା ସେ ନ ଜାଣଇ ଗୋଷ୍ଠୀରେ ଦିନେ ନ ବସଇ। ଦୁଷ୍ଟ ଲୋକଙ୍କୁ ଦେଖି ଡରେ ପଳାଇ ଲୁଚଇ ଗୃହରେ। ଭିକ୍ଷା ମାଗିଣ ଅନ୍ନ ଖାଇ କୁଟୁମ୍ବ ଦୁଃଖରେ ପୋଷଇ। ନିତ୍ୟ ସେ ଉଦାସୀ ବ୍ରାହ୍ମଣ ପ୍ରଭାତୁ ଉଠି କରେ ସ୍ନାନ। କିବା ଚୈତ୍ର ବୈଶାଖରେ କିଅବା କାର୍ତ୍ତିକ ମକରେ। ଏମନ୍ତେ 12 ମାସ ସ୍ନାନ କରଇ ସେ ଦୁଃଖୀ ବ୍ରାହ୍ମଣ। ପ୍ରଭାତୁ ଭିକ୍ଷା ମାଗି ଯାଇ ଆଣି କୁଟୁମ୍ବ ମୁଖେ ଦେଇ। ଏବେ ହୋ ଶୁଣ ନୃପରାଣ ସେ ଦେଶେ ଯେତେକ ବ୍ରାହ୍ମଣ ଶାସନ ବୃତ୍ତିରେ ରହନ୍ତି ରାଜାଙ୍କ କଲ୍ୟାଣ କରନ୍ତି। ଧନ ସେ ଆଣନ୍ତି ବହୁତ ଖାଇଣ ହେଉଥାନ୍ତି ସୁସ୍ଥ। ସୌରାଷ୍ଟ୍ର ଦେଶ ନୃପନାଥ ବିପ୍ରଙ୍କୁ ପୂଜଇ ବହୁତ। ଦେବତା ବ୍ରାହ୍ମଣେ ଭକତି ବଡ଼ ଧାର୍ମିକ ନରପତି। ଏବେ ହୋ ଶୁଣ ନରନାଥ ସେ ଦୁଃଖୀ ବ୍ରାହ୍ମଣ ଚରିତ। ଦିନେ ତାର ନିଜ ନାରୀ ପତିର ପାରୁ ସେ ପଚାରି। ବୋଇଲେ ଶୁଣ ହେ ପଣ୍ଡାଏ ଦିନେ ନ ଗଲ ରାଜଗୃହେ। ନିତ୍ୟ ବ୍ରାହ୍ମଣେ ଯାଆନ୍ତି ରାଜାଙ୍କ ଧନ ଆଣି ଖାନ୍ତି। ତୁମ୍ଭେ ତ ଦିନେ ନ ଗଲ ଭିକ୍ଷା ମାଗିଣ ଦିନ ନେଲ। ନିତ୍ୟ ମରୁଛ ଉପବାସେ ଦିନେ ନ ଯାଅ ରାଜା ପାଶେ। ରାଜା ଅଟନ୍ତି ଧର୍ମବନ୍ତ ଅନେକ କରନ୍ତି ସେ ଦତ୍ତ। ତୁମ୍ଭେ ତାହାଠାକୁ ଯିବ ରାଜାଙ୍କୁ ଭେଟ ଯେ କରିବ। ଯେବେ ନୃପତି ଦେବେ ଧନ ତେବେ ପାଇବା ସୁଖେ ଅନ୍ନ। ବ୍ରାହ୍ମଣୀ ଠାରୁ ଏହା ଶୁଣି ସେ ବିପ୍ର କହୁଅଛି ବାଣୀ। ଡରେ ନ ଯାଇ ରାଜାପୁର ମୋତେ ଲାଗଇ ବଡ଼ ଡର। ଚଳନ୍ତି ଅଶ୍ୱଗଜ ଥାଟ ପଦାତି ଦଳ ଯେ ମୁକୁଟ। ତାହାକୁ ଦେଖି ଭୟ କରି ପଳାଇ ଆସି ଗଡରି। ଶୁଣି ବ୍ରାହ୍ମଣୀ କୋପ ଭର ସ୍ୱାମୀ କି ବୋଲଇ ଉତ୍ତର। କାଲି ପ୍ରଭାତେ ସ୍ନାନ କରି ବେଗେଣ ଯାଅ ରାଜପୁରୀ। ବ୍ରାହ୍ମଣେ ବୋଇଲେ ଗୋସହି ବେଦ ବିଦ୍ୟା ମୁଁ ନ ଜାଣଇ। ରାଜାଙ୍କୁ କି କହିବି ମୁହିଁ ଶ୍ଲୋକ ଶାସ୍ତ୍ର ମୁଁ ନ ଜାଣଇ। ଏମନ୍ତ ବିଚାରି ବ୍ରାହ୍ମଣ ନିଶାରେ କଲେ ଶୟନ। ସେଦିନୁ ପ୍ରଭାତୁ ଉଠିଲେ ସ୍ନାନ ତିଳକ ଶେଷ କଲେ। ସୁମରି ଜଗନ୍ନାଥ ନାମ
ଖଣ୍ଡେ ବିଶେଷ ବିଘ୍ନ ମାନ। ବିପ୍ରର ଉଦେ ହେଲା ଭାଗ୍ୟ, ମିଳିଲା ନୃପତିର ଆଗ। ବିପ୍ରଙ୍କୁ ଦେଖି ନୃପବର, ଅଇଲ କେବଳ କାର୍ଯ୍ୟର। କି ନାମ ଅଟଇ ତୁମ୍ଭର, ମୋ ଆଗେ କହ ବିପ୍ରବର। କେବଳ ଠାରେ ତୁମ ଘର, ମୋ ଆଗେ କହ ବିପ୍ରବର। ଶୁଣିନ ବୋଇଲା ବ୍ରାହ୍ମଣ, ଆରତ ପଣ୍ଡା ମୋର ନାମ। ଅନ୍ନରେ ଧିକ୍ଷୁଧାତୁର ହୋଇ, ତୁମ୍ଭ ଛାମୁକୁ ଅଇଲଇଁ। ବେଦ ମୁଁ ନ କଲି ପଠନ, ନାହିଁ ମୋହର ଶାସ୍ତ୍ର ଜ୍ଞାନ। କେବଳ କଥାଏ ଜାଣଇ, ଆଜ୍ଞା ହୋଇଲେ କହିବଇଁ। ହସି ବୋଲନ୍ତି ନୃପବର, ସତର କହ ମୋ କର୍ଣ୍ଣର। ଶୀଘ୍ରେଣ ବ୍ରାହ୍ମଣ ଉଠିଲା, ରାଜାଙ୍କ କର୍ଣ୍ଣରେ କହିଲା। ବୋଇଲା ଶୁଣ ନର ସାଇଁ, ଯେପର ଅସାର ପାଞ୍ଚଇ। ଗୋବିନ୍ଦ ପାଞ୍ଚି ତା ଅସାର, କହନ୍ତି ଶୁଣ ନରେଶ୍ୱର। ଏ ବାକ୍ୟ ଶୁଣି ନରନାଥ, ବୋଇଲେ କହିଲ ଯଥାର୍ଥ। ପୁଣି ସେ ବ୍ରାହ୍ମଣ କହି, ଶୁଣ ତୁ ରାଜା ମନ ଦେଇ। ପୂର୍ବେ ପ୍ରତାପୀ ବାଳୀ ଥିଲା, ସୁଗ୍ରୀବେ ଅସାର ପାଞ୍ଚିଲା। ତାକୁ ଗୋବିନ୍ଦ କଲେ ହତ, ସୁଗ୍ରୀବ ମୁଣ୍ଡରେ ଦେଲେ ନେତ। ରାବଣ ନାମେ ଦୈତ୍ୟ ଥିଲା, ଭାଇ କି ଅସାର ପାଞ୍ଚିଲା। ରାବଣ ଗୋତ୍ର ବଧ କରି, ବିଭୀଷଣକୁ ଲଙ୍କାପୁରୀ। ଅମର ପଦ ନେଇ ଦେଲେ, ମନ୍ଦୋଦରୀକୁ ସମର୍ପିଲେ। ମନେ ବିଚାରିଲେ ରାଜନ, ବିପ୍ର କହିଲା ଦିବ୍ୟ ଜ୍ଞାନ। ଏ ବିପ୍ର ବିଷ୍ଣୁର ଭକତ, ଜାଣିଲି ଧର୍ମ ଜ୍ଞାନ ତତ୍ତ୍ୱ। ଏତେ ବିଚାରି ନୃପ ସାଇଁ, ବିପ୍ରଙ୍କୁ କିଛି ଧନ ଦେଇ। ବୋଇଲେ ଯାଅ ବିପ୍ରମଣି, ଆସିବ ବେଳ କାଳ ଜାଣି। ଯେ ବଣ ଦ୍ରବ୍ୟ ଇଚ୍ଛା ହେବ, ଆସିଣ ମାଗି ଘେନି ଯିବ। ଏମନ୍ତ ବିପ୍ର ଗଲା ଚଳି, ଆପଣା ଘର ଠାରେ ମିଳି। ଯେତେକ ଧନ ନେଇଥିଲା, ଭାରିଜା ହସ୍ତେ ସବୁ ଦେଲା। ବ୍ରାହ୍ମଣୀ ହୋଇଲା ହରସ, ମିଳିଲା ଏତେ କାଳେ ଯଶ। ହରସ ହୋଇ ଦ୍ୱିଜ ବର, ମିଳିଲା ଉତ୍ତମ ବର। ନିତ୍ୟ ରାଜାଙ୍କ ପାଶେ ଯାଇ, ରାଜାଙ୍କ କର୍ଣ୍ଣରେ କହି। ତା ଦେଖି ପାତ୍ର ମନ୍ତ୍ରୀ ମାନେ, ବିଚାର କଲେ ମନେ ମନେ। ଏ ବିପ୍ର ନିତ୍ୟେ ଯେ ଆସଇ, ରାଜାଙ୍କ କର୍ଣ୍ଣେ କି କହି। ଏତେ ବିଚାରି ମନ୍ତ୍ରୀ ବର, ମିଳିଲା ରାଜଗୁରୁ ଘର। ତାକୁ ବହୁତ ଧନ ଦେଲା, ଅନେକ ବିନୟେ କହିଲା। ବୋଇଲା ରାଜଗୁରୁ ଶୁଣ, ସେ ମୂର୍ଖ ଦରିଦ୍ର ବ୍ରାହ୍ମଣ। ରାଜାଙ୍କ କର୍ଣ୍ଣେ କି କହି, ସେ କଥା ନ ଜାଣିଲେ କେହି। ବିଚାର କଲାଣି ବ୍ରାହ୍ମଣ, ନିଶ୍ଚେ ନେବ ମୋ ମନ୍ତ୍ରୀପଣ। ମନ୍ତ୍ରୀ ବଚନେ ଗୁରୁ କହି, ଭୟ ନ କର ମନେ ତୁହି। ଏ ଅବା କେଉଁ କଥା ତାର, ଆମ୍ଭେ କରିବା ପ୍ରତିକାର। ଏତେ ବିଚାରି ଗୁରୁ ଗଲେ, ରାଜାଙ୍କ କର୍ଣ୍ଣରେ କହିଲେ। ବୋଇଲେ ସେ ମୂର୍ଖ ବ୍ରାହ୍ମଣ, କି କହେ ତୁମ୍ଭର କର୍ଣ୍ଣେଣ। ତୁମ୍ଭର ଦକ୍ଷିଣ କର୍ଣ୍ଣରେ, ଆମ୍ଭେ କରିଛୁ ମନ୍ତ୍ର ସାରେ।
ବାମ କର୍ଣ୍ଣରେ ମନ୍ତ୍ର କହେ, ଆବର ଯୋଗ୍ୟ କେହି ନୋହେ। ସେ ବିପ୍ର ମୂଢ଼ ପ୍ରାୟ ବାଇ, ତୁମ୍ଭର କର୍ଣ୍ଣରେ କହି। ନିତ୍ୟ ଯେ ଖାଇ ତୁମ୍ଭ ଅନ୍ନ, ସେ ବିପ୍ର ବଡ଼ ଲଘୁ ଜନ। ଯାହା ସେ ତୁମକୁ କହି, ସେ କଥା କହି ନ ଯୋଗାଇ। ବୋଇଲେ ମଦ୍ୟପ ନୃପତି, ବସି କହି ତାଙ୍କ କତି। ନୃପତି ଶୁଣି ଆଚମ୍ବିତ, ବୋଇଲେ କି ବିପରୀତ। ହେମନ୍ତ ରାଜଗୁରୁ କହି, ଗୃହକୁ ଗଲେ କପଳାଇ। ଗୁରୁ ବଚନ ଧରି ଶିର, ନୃପତି ହୋଇ କୋପଭର। ଦ୍ୱାରିକି ଡକାଇ ଆଣିଲା, ତାକୁ ନୃପତି ଆଜ୍ଞା ଦେଲା। ବୋଇଲା ଦ୍ୱାରପାଳ ଶୁଣ, କାଲି ଆମର ସଭାରେଣ। ସଭାରୁ ବାହୁଡ଼ିଲା ବେଳେ, ଦେବୀ ନାରଙ୍ଗ ପକ୍ୱ ଫଳେ। ତାକୁ ଦେଖିବ ଯାହାଠାରେ, ତା ଶିର ଛେଦିବ ସତରେ। ଏମନ୍ତେ ରାଜା ଆଜ୍ଞା ଦେଲେ, ଦ୍ୱାରୀ ତା ମନରେ ରଖିଲେ। ସେଦିନ ନିଶି ହେଲା ଶେଷ, ନୃପତି ହୋଇଲେ ସୁବେଶ। ବସିଲେ ରତ୍ନ ସିଂହାସନେ, ଖଟିଲେ ପାତ୍ର ମନ୍ତ୍ରୀମାନେ। ଗହଳ ରାଜା ଦରବାର, ଆସି ମିଳିଲେ ବିପ୍ରବର। ରାଜାଙ୍କୁ ସୁକଲ୍ୟାଣ କଲେ, ଯାଇଣ ପାଶରେ ମିଳିଲେ। କର୍ଣ୍ଣେ କହିଲେ ବିପ୍ରବର, ରାଜାଙ୍କୁ ଯେ କରେ ଅସାର। ଗୋବିନ୍ଦ ତାହାର ଅସାର, କରନ୍ତି ଶୁଣ ନୃପବର। ଏ ବାକ୍ୟ ଶୁଣିନ ନୃପତି, ମନରେ ବିଚାର କରନ୍ତି। ଏ ବିପ୍ର ଅଟେ ବଡ଼ ମନ୍ଦ, କେମନ୍ତେ ରଖିବେ ଗୋବିନ୍ଦ। ଏ ଦ୍ୱିଜ ଆମ ଅନ୍ନ ଖାଇ, ଆମର ମନ୍ଦ ଚିନ୍ତୁଥାଇ। ସେ ଦୋଷେ ହେବ ଶିରଚ୍ଛେଦ, କେମନ୍ତେ ରଖିବେ ଗୋବିନ୍ଦ। ଆଜ ଜାଣିବା ଧର୍ମ ତତ୍ତ୍ୱ, ଏହା ବିଚାରି ନରନାଥ। ରତ୍ନ କୋଟିଏ ବିପ୍ର ହସ୍ତେ, ତୋଳି ତା ଦେଲେ ନରନାଥେ। ସୁରଙ୍ଗ ନାରଙ୍ଗର ଫଳ, ବିପ୍ରଙ୍କୁ ଦେଲେ ମହୀପାଳ। ଘେନି ଚଳନ୍ତି ବିପ୍ରବର, ରାଜାଙ୍କ ନଅର ମଧ୍ୟର। ଆସି ମିଳିଲେ ରାଜଗୁରୁ, ତାହାଙ୍କୁ ଦେଖି ବିପ୍ର ଦୂରୁ। ଅନେକ ହେଲେ କୃତ୍ୟ କୃତ୍ୟ, ଚରଣେ କଲେ ପ୍ରଣିପାତ। ଗୁରୁ ବୋଇଲେ ବିପ୍ରେ ଚାହିଁ, ଏ ଫଳ ପାଇଲ ହେ କାହିଁ। ସୁରଙ୍ଗ ଦିଶୁଅଛି ଏତ, ଦେଲା ସେ ଗୁରୁଙ୍କ ହସ୍ତେତ। ଶୁଣିଣ ହରଷେ ବ୍ରାହ୍ମଣ, ଦେଲା ସେ ଗୁରୁଙ୍କ ହସ୍ତେଣ। ବ୍ରାହ୍ମଣ ଗଲା ନିଜ ପୁର, ଗୁରୁ ଚଳିଲେ ଦରବାର। ଯେଉଁ ସୁରଙ୍ଗ ଫଳ ଦେଲେ, ବସ୍ତ୍ରେ ତା ଲୁଚାଇ ରଖିଲେ। ଶେଷ ହୋଇଲା ଦରବାର, ରାଜା ଚଳିଲେ ଅନ୍ତଃପୁର। ଯେତେକ ପାତ୍ର ମନ୍ତ୍ରୀ ଥିଲେ, ଆଜ୍ଞା ମାଗିଣ ଗୃହେ ଗଲେ। ଯେ ରାଜା ଗୁରୁଙ୍କ ପୟରେ, ପଡ଼ି ଚଳିଲେ ନିଜ ଘରେ। ଆଗରେ ଗୁରୁଙ୍କ କରିଣ, ପଛରେ ପାତ୍ର ମନ୍ତ୍ରୀଗଣ। ସୁରଙ୍ଗ ଫଳ ଘେନି କରେ, ଗୁରୁ ଚଳିଲେ ଧୀରେ ଧୀରେ। ଯାଇ ମିଳିଲେ ସିଂହଦ୍ୱାରେ, ମିଳିଲେ ଦ୍ୱାରୀଙ୍କ ଛାମୁରେ। ତାହାଙ୍କୁ ଦେଖି ଦ୍ୱାରପାଳେ, ତୀକ୍ଷ୍ଣ ଖଡ଼ଗ ଧରି କରେ।
ଛେଦିଲେ ଗୁରୁଙ୍କର ଶିର, ମୁଣ୍ଡ ପଡ଼ିଲା ଖଣ୍ଡେ ଦୂର। ନାରଙ୍ଗ ଅଛଇ ହସ୍ତର, ତା ଦେଖି ପାତ୍ର ମନ୍ତ୍ରୀ ବର। ସର୍ବେ ହୋଇଲେ ଚମତ୍କାର, ଏତ ହୋଇଲା ଅଗୋଚର। ବୋଇଲେ ତ ବିପରୀତ, କିମ୍ପାଇଁ କଲ ଏତେ କୃତ୍ୟ? ସମସ୍ତେ କଲେ ହାହାକାର, ରାଜାଙ୍କ ଗୁରୁ କିମ୍ପା ମାର। ସମସ୍ତେ ଛନ୍ନ ଛନ୍ନ ହୋଇ, କେଜଣେ ଗଲେ କପଳାଇ। ଗୋଳ ଶୁଭିଲା ଅନ୍ତପୁର, ବିଜୟ କଲେ ନୃପବର। ବେଗେ ଗୁରୁଙ୍କୁ କଲେ କୋଳ, ହସ୍ତରେ ଅଛି ପକ୍ୱ ଫଳ। ବୋଇଲେ ତ ବିପରୀତ, ଏକଥା ଜାଣିବା କେମନ୍ତ? ଏତେ ବିଚାରି ରାଜା ଗଲେ, ସ୍ନାନ ମଣୋହି ସେ ସାରିଲେ। ଏକେ ବ୍ରାହ୍ମଣ ପୁଣି ଗୁରୁ, ଏ ହତ୍ୟା ଦୋଷ ମହାଗରୁ। କେମନ୍ତେ ହୋଇବା ନିସ୍ତାର, ଏତେ ବିଚାରି ନୃପବର। ଗୋବିନ୍ଦ ସୁମରଣା କରି, ବୋଇଲେ ପ୍ରଭୁ କର ପାରି। ଦେଖି ରାଜାର ଚିତ୍ତ ଭ୍ରମ, ଦୟାଳୁ ସେ ପୁରୁଷୋତ୍ତମ। ରାଜାର ନିଦ୍ରା ଗତେ କାଳେ, ଆରତ ଜାଣି ନ ମିଳିଲେ। ସ୍ୱପ୍ନରେ କହି ନାରାୟଣ, ବୋଲନ୍ତି ଶୁଣ ନୃପରାଣ। ତୁ କିମ୍ପା କରୁ ମନେ ଭୟେ, ଆପଣା ଦୋଷେ ଗୁରୁ କ୍ଷୟେ। ବୋଲନ୍ତି ଶୁଣ ହୋ ନୃପତି, ଏଥିଲେ ବିପ୍ର ମନ୍ଦ ଚିନ୍ତି। ବିପ୍ରଙ୍କୁ ରଖିଲେ ଗୋବିନ୍ଦ, ଗୁରୁଙ୍କୁ ଚିନ୍ତି ପରମାଦ। ତୋହର ଗୁରୁ ମନ୍ତ୍ରୀ ଦୁଇ, ବିପ୍ରଙ୍କୁ ମାରିବାର ପାଇଁ। କହିଲେ ତୁମ ଆଗେ ମନ୍ଦ, ବୋଇଲେ ରାଜା ଖାନ୍ତି ମଦ। ସେ ଦୋଷେ ଗୁରୁ ନାଶ ଗଲେ, ଆପଣା ଦୋଷେ ଆପେ ମଲେ। ଏତେ କହିଣ ଭଗବାନ, ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ। ସ୍ୱପ୍ନରେ ଚେତିନ ନୃପତି, ନିଦ୍ରାରୁ ଉଠିଲେ ତଡ଼ତି। ଗୋବିନ୍ଦ ନାମ ସୁମରିଣ, ମୁଖେ ଡାକିଲେ ନାରାୟଣ। ସକଳ ପାତକ ହରିଲେ, ଯହୁଁ ଗୋବିନ୍ଦଙ୍କୁ ଦେଖିଲେ। ଏ ପ୍ରଶ୍ନ କୀର୍ତ୍ତି ରାଜା ପାଶେ, କହିଲେ ସେ ସୁତ ହରଷେ। ଏ ବିପ୍ର ବୈଶାଖ ଧର୍ମରୁ, ତରିଲା ଶିର ଛେଦନରୁ। ବ୍ରହ୍ମାଙ୍କ ଆଗରେ ଶ୍ରୀରାମ, କହିଲେ ବୈଶାଖର ଧର୍ମ। ଅଧମ ରାମ ଗୀତେ କହି, ଶରଣ ରଖ ଭାବଗ୍ରାହୀ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମାହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ବିପ୍ରଚରିତେ ନାମ ସପ୍ତଦଶ ଅଧ୍ୟାୟ। ଅଷ୍ଟାଦଶ ଅଧ୍ୟାୟ। ଶ୍ରୀସୁତ ଉବାଚ, ହରଷେ ସୁତ ଦେବ କହେ, ଶୁଣ ହେ ପରୀକ୍ଷିତ ରାଏ। ଯେ ହରି ବସ ଆତ୍ମା ଦେବ, ଜଗତ ଈଶ୍ୱର ମାଧବ। ଯା ପାଦ ପଦ୍ମ ଗଙ୍ଗା ଜାତ, ଜଗତ କରଇ ପବିତ୍ର। ଆ ବ୍ରହ୍ମ ସ୍ତମ୍ଭ ପରିଜନ୍ତ, ଜଗତ କରଇ ପବିତ୍ର। ତାହାକୁ ଯେ କରଇ ସ୍ତୁତି, ପୁରାଣ ଶାସ୍ତ୍ରରେ ପ୍ରବର୍ତ୍ତି। ଯୋଗୀନ୍ଦ୍ର ଯାହାର ଚରଣ, ଧ୍ୟାନେ ଚିନ୍ତନ୍ତି ନାରାୟଣ। ବୋଲନ୍ତି ଏ ମାୟା ସଂସାର, ସକଳ ବସ୍ତୁ ଖେଳ ଘର। ସୃଜଇ ପାଳଇ ନାଶଇ, ପୁଣି ସର୍ଜନା କରେ ମହି।
ସେ ପାଦ ପଦ୍ମ ପଙ୍କଜରେ ଯାଚିତ ରହେ ନିରନ୍ତରେ। ଷୋଡ଼ଶ ଉପଚାର କରି ଯେ ନିତ୍ୟେ ପୂଜେ ନର ହରି। ସେ ପାଦେ ସେବନର ନାଥ ପାଇବୁ ବୈକୁଣ୍ଠ ପଥ। ଯେ ପାଦ ଭଜି ପ୍ରହ୍ଲାଦ ସ୍ୱର୍ଗେ ପାଇଲା ଇନ୍ଦ୍ର ପଦ। ସେ ପାଦେ ଧ୍ରୁବ ଆଶ୍ରେ କଲା ବୈକୁଣ୍ଠ ଭୁବନେ ବସିଲା। ନାରଦ ବ୍ରହ୍ମାଙ୍କ କୁମର ଆଶ୍ରିତ ସେ ପାଦ ପଦ୍ମର। ବିଷ୍ଣୁ ପାଦରେ କରି ଭକ୍ତି କ୍ଷଣକେ ତ୍ରିପୁର ଭ୍ରମନ୍ତି। ସେ ପାଦ ଭଜି ପ୍ରହ୍ଲାଦ ସ୍ୱର୍ଗେ ପାଇଲା ଇନ୍ଦ୍ର ପଦ। ରୁଦ୍ର ଯେ ତାଙ୍କ ପାଦେ ଭଜି ନାମରେ ଅଛନ୍ତି ସେ ମଜି। ବୋଇଲେ ଏକ ଯେ ମୁଖରେ କିଅ ବା କରିବା ଗୋଚରେ। ଏମନ୍ତ ବିଚାରି ସାନ ହୋଇଲା ସେ ପଞ୍ଚବଦନ। କୃଷ୍ଣର ମହିମା ବନିଲେ ତେବେ ସେ ଅନ୍ତ ନ ପାଇଲେ। ତାହାଙ୍କୁ ଦେଖି ବେଦପତି ହୋଇଲେ ଚତୁର୍ମୁଖ ମୂର୍ତ୍ତି। ଚାରି ମୁଖରେ ଗୁଣ ଗୁଣି କେବେ ହେ ନ ପାରିଲେ ଜାଣି। ଯେଣୁ ଏମାନେ ନ ପାରିଲେ ଅନନ୍ତ ମହିମା କହିଲେ। ସେ ପ୍ରଭୁ ମହିମା ସାଗର କେ ତାହା କରିବ ଗୋଚର। ସେ ପ୍ରଭୁ ପାଦ ପଦ୍ମେ ଧ୍ୟାନ ସୁଚିତେ କରତୁ ରାଜନ। ଅକ୍ଷୟ ତୃତୀୟା ଦିନର ଡକାଇ ଆଣିବି ପ୍ରବର। ସହସ୍ରେ ବ୍ରାହ୍ମଣ ଭୋଜନ ଦିଅତୁ ପାଣି ପଣା ଦାନ। ପିତୃଙ୍କୁ ପିଣ୍ଡ ଦାନ କର ମୁଞ୍ଜିବୁ ବୈକୁଣ୍ଠପୁର। ଗୋଦାନ ଅନ୍ନ ବସ୍ତ୍ର ଦାନ ଛତ୍ର ଉପାନ ବ୍ୟଞ୍ଜନ। ଏହି କଥାକୁ ଦୃଢ଼ତର ବସତୁ ବୈକୁଣ୍ଠପୁର। ବର୍ଦ୍ଧିତ ହେବେ ପୁତ୍ର ପୁତ୍ରୀ ଭୋଗ କରିବୁ ଏହି ପୃଥି। ଏ ଧର୍ମ ବେଦପତି ଆଗେ ଗୋବିନ୍ଦ କହିଲେ ସରାଗେ। ସକୃତ ରାଜା ତୁ ଆଗର ବସିବୁ ବୈକୁଣ୍ଠପୁର। ଅଧମ ବିପ୍ର ରାମ କହି ସବୁଠୁ ଶ୍ରେଷ୍ଠ ଧର୍ମ ଏହି। ସୁଜନେ ଶୁଣି ହୁଅ ତୋଷ ପାଇବ ବୈକୁଣ୍ଠେ ବାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମାହାତ୍ମ୍ये ବ୍ରହ୍ମା ନାରଦ ସମ୍ବାଦେ କୃଷ୍ଣ ଭକ୍ତି କଥନେ ନାମ ଅଷ୍ଟାଦଶ ଅଧ୍ୟାୟ। ঊনবিଂଶ ଅଧ୍ୟାୟ। ଶ୍ରୀ ସୂତ ଉବାଚ ଏମନ୍ତ ସୂତ ଦେବ କହି ଶୁଣ ସକୃତ ନର ସାଇ। ସକଳ ଧର୍ମରେ ଯେ ସାର ବୈଶାଖ ବୋଲି ନାମ ଯାର। ବୈଶାଖ ଧର୍ମ ଫଳ ମାନ କହିଅଛନ୍ତି ତପୋଧନ। ଯେ ଛତ୍ର ଉପାନ ଦେଇ ନାନାଦି ଧର୍ମ ସେ ଲଭଇ। ପୂର୍ବେ ହୋ ଏକ ବିପ୍ରବରେ ଶିଖି ଯେ ନାମକ ଦେଶରେ। ତହିଁରେ ଏକ ବିପ୍ର ସ୍ଥିତି ସିଂହକୁ ଜାନ୍ତେ ବୃହସ୍ପତି। ସେଦିନ ଗୋଦାବରୀ ସ୍ନାନ ବ୍ରାହ୍ମଣେ କରନ୍ତି ଗମନ। ଛତ୍ର ସେ ଧରିଛନ୍ତି ଶିରେ ବେଦ ପୁସ୍ତକ ଯେ କାଖରେ।
ପାଦରେ ଉପାନ ହବେନି, ଧୋତି ଉତରି ଗଡ଼ୁ ଘେନି। ଛତ୍ର ଧରିଣ ଛନ୍ତି ଶିରେ, ଚଳନ୍ତି ଦୁର୍ଗମ ପଥରେ। ତପତ ବାଲୁକା ପାଷାଣ, ବେନି ପାରୁ ସେ ଘୋର ବନ। ଚଳନ୍ତି ମହାଶ୍ରମ ପାଇ, ବ୍ୟାଧ ମିଳିଲା ଆଗେ ଯାଇ। ସେ ବ୍ୟାଧ ଅତି ଦୁଷ୍ଟପଣ, ଲୋକଙ୍କୁ ମାରଇ ପଥେଣ। ଧନ ସେ ଛଡ଼ାଇ ନିଅଇ, ବିପ୍ର ଚଣ୍ଡାଳ ନ ଜାଣଇ। ଲୁଚିଣ ଲତା ଅରଣ୍ୟରେ, ଦୁରୁ ମାରଇ ତୀକ୍ଷ୍ଣ ଶରେ। ସେ ବ୍ୟାଧ ବିପ୍ରକୁ ଭେଟିଲା, ସର୍ବସ୍ୱ ଛଡ଼ାଇଣ ନେଲା। ଦେଖି ପଣ୍ଡିତ ବିପ୍ରବର, ବ୍ୟାଧକୁ ନ ଦେଲା ଉତ୍ତର। ଜୀବନ ମହାଭୟ ଡରେ, ଚାଲଇ ତପତ ବାଲିରେ। ଉପରେ ସୂର୍ଯ୍ୟ ତେଜ ପାଇ, ସେ ବିପ୍ର ମୂର୍ଚ୍ଛିତ ପଡ଼ଇ। ତାହାକୁ ଦେଖି ବ୍ୟାଧବର, ଦୟା ବସିଲା ହୃଦୟର। ଛତ୍ର ଯେ ଉପାନ ଦେଲା, ସେ ବିପ୍ର କଲ୍ୟାଣ ବାଞ୍ଛିଲା। ବୋଇଲା ଶୁଣ ବ୍ୟାଧବର, ତୋ ଦୁଃଖ ଆଜୁ ଯାଉ ଦୂର। ବୈଶାଖେ ଦେଲୁ ଛତ୍ର ଦାନ, ଉପାନ କଲୁ ପ୍ରଦାନ। ଏ ଧର୍ମେ ଲଭ ତୁ ସମ୍ପତ୍ତି, ଅନ୍ତେ ଲଭିବୁ ସ୍ୱର୍ଗ ଗତି। ଧର୍ମିଷ୍ଠ ବିପ୍ର ବାକ୍ୟ ଶୁଣି, ସେ ବ୍ୟାଧ କହୁଅଛି ବାଣୀ। ତୁମର ଧନ ତୁମେ ନେଲ, ମୋତେ କଲ୍ୟାଣ ମିଛେ କଲ। ତୋର ପଦାର୍ଥ ତୋତେ ଦେଲି, କି ଧର୍ମ ତହିଁ ମୁଁ ପାଇଲି। କି ଧର୍ମ ବୈଶାଖ ମାସ, ବୈକୁଣ୍ଠ ହୋଇ ସେହୁ କିସ। କି ଛତ୍ର ଉପାନ ଦାନ, କେମନ୍ତେ ହୋଇ ପାପ ପୁଣ୍ୟ। ଏହା ମୁଁ କିଛି ନ ଜାଣଇ, କେବଳ ବ୍ୟାଧ ପଣେ ଥାଇ। ତୁମର କଲ୍ୟାଣେ ଗୋସାଇଁ, ମୋହରି ଦିବ୍ୟ ଜ୍ଞାନ ହୋଇ। କେବଳ ଧର୍ମ ବୈଶାଖେଣ, କେଉଁ ଦେବତା ନାରାୟଣ। ବୈକୁଣ୍ଠ ବୋଲି ସେଉ କିସ, କହିବ ମୋତେ ବ୍ରହ୍ମା ଶିଷ୍ୟ। ପୁଣି ବୋଲନ୍ତି ବିପ୍ରମଣି, ଶୁଣ ତୁ ବ୍ୟାଧ ଧର୍ମବାଣୀ। ବିଷ୍ଣୁ ଏ ସଂସାରରେ ସାର, ବୈକୁଣ୍ଠ ତାହାଙ୍କର ଘର। ସେ ପୁରେ ନାନା ଭୋଗ ଥାଇ, ଧର୍ମାର୍ଥ ଭୋଗ ତା ଭୁଞ୍ଜଇ। ଯେ କରେ ବୈଶାଖରେ ସ୍ନାନ, ଯେ ବିପ୍ରେ ଦିଅନ୍ତି ଛତ୍ର ଦାନ। ଯେ ଜନ ଉପାନ ଦେଇ, ସେ ପ୍ରାଣୀ ବୈକୁଣ୍ଠେ ବସଇ। ବୈଶାଖେ ପାଣି ପଣା ଦେଇ, ଯେ ନର ପ୍ରଦାନ କରଇ। ତାହାଙ୍କୁ ଶ୍ରୀହରି ସନ୍ତୋଷ, ଦିଅନ୍ତି ବୈକୁଣ୍ଠରେ ବାସ। ପୂର୍ବେ ହୋ ଏକ ବ୍ୟାଧ ଥିଲା, ବୈଶାଖେ ଏକ ଧର୍ମ କଲା। ସେ କଥା ଶୁଣ ମନ ଦେଇ, ତୋତେ ତା କହିବା ବୁଝାଇ। ଅଳପ ଧର୍ମେ ବ୍ୟାଧବର, ସଂସାରୁ ହୋଇଲା ଉଦ୍ଧାର। ଦିନେକ ସ୍ୱର୍ଗେ ତପଚାରି, ପ୍ରୟାଗ ତୀର୍ଥେ ସ୍ନାନ କରି। ଆସନ୍ତେ ଦୁର୍ଗମ ବାଟରେ, ବ୍ୟାଧକୁ ଭେଟି ଅରଣ୍ୟରେ। ଏକେ ବୈଶାଖ ଖରାରେ, ଚାଲନ୍ତେ ତପତ ବାଲିରେ। ମୁନିଙ୍କୁ ନିକଟେ ଦେଖିଣ, ବ୍ୟାଧ ଆପଣା ପାଦ ତ୍ରାଣ। ଶଙ୍କ ମୁନିଙ୍କ ପାଦେ ଦେଲା, ବିନୟେ ଚରଣେ କଇଲା। ସେ ଉପାନ ମୁନି ପାଇ, ଅତି ଆନନ୍ଦ ମନ ହୋଇ। ବ୍ୟାଧକୁ ବହୁତ କଲ୍ୟାଣ,
ହରସେ କଲେ ତପୋଧନ, ଶାର୍ଦ୍ଦୂଳ ସେହି ସମୟରେ, ବ୍ୟାଧକୁ ଭଖିବା ଆଶାରେ। ଲତା ମଧ୍ୟରେ ଲୁଚିଥିଲା, ସିଂହ ତା ସଙ୍ଗେ ଭେଟ ହେଲା, ହୋଇଲା ଦୁହିଁଙ୍କର ରଣ, ବ୍ୟାଧ ରଖିଲେ ନାରାୟଣ। ଶେଷଙ୍କ ମୁନି ବ୍ୟାଧବର, ଦେଖି ଶାର୍ଦ୍ଦୂଳର ସମର, ଭୟେ ବିସ୍ମୟ ଚିତ୍ତ ହୋଇ, ଦେଖି ଅଭ୍ୟନ୍ତରେ ରହି, ଯୁଦ୍ଧ ହୋଇଲା ମହାଟାଣ, ତେଜିଲେ ଏକାବେଳେ ପ୍ରାଣ। ଦେଖିଣ ଶଙ୍କ ମୁନିବର, ମିଳିଲେ ତାହାଙ୍କ ପାଖର, ସେ ଦୁହେଁ ପ୍ରାଣ ଗଲା ବେଳେ, ଶଙ୍କ ମୁନିଙ୍କୁ ଦେଖି ଡୋଳେ, ହୋଇଲେ ଦିବ୍ୟ କଳେବର, ମୁନିଙ୍କୁ କଲେ ନମସ୍କାର। ହରଷ ହୋଇ ମୁନିବର, ତାହାକୁ ପୁଛିଲେ ଉତ୍ତର, କିପାଇଁ ଏ ଜନ୍ମ ଲଭିଲ, କି ଧର୍ମେ ଏ ଦେହ ଧରିଲ, ଏ ବଡ଼ ସଂଶୟ ମୋ ଚିତ୍ତେ, ସଂକ୍ଷେପି କହ ଶୀଘ୍ର ମତେ। ସେ ସିଂହ ଶାର୍ଦ୍ଦୂଳ କହନ୍ତି, ଶୁଣିବା ଶଙ୍କ ବ୍ରହ୍ମଜ୍ୟୋତି, ଆନେ ମାତଙ୍ଗ ଋଷି ସୁତ, ଧାର୍ମିକ ପୁଣ୍ୟ ସୂଚିବନ୍ତ, ଦାତ୍ରିକ ବୋଲି ଆମ୍ଭ ନାମ, ଜ୍ଞାନରେ ପିତାମହ ସମ, ସକଳ ଧର୍ମ ଆଚରିଲୁ, ବୈଶାଖ ଧର୍ମ ଆମ୍ଭେ କଲୁ, ନ ଦେଲୁ ପାଣି ପଣା ଦାନ, ଛତ୍ର ଉପାନ ହବ୍ୟଜନ, ସେ ଦୋଷେ ଗତି ନ ଲଭିଲୁ, ସିଂହ ଶାର୍ଦ୍ଦୂଳ ଜନ୍ମ ହେଲୁ। ବ୍ୟାଧକୁ ମାରିବା ଅର୍ଥରେ, ଲୁଚିଣ ଥିଲୁ ଅରଣ୍ୟରେ, ବୈଶାଖ ଧର୍ମ ବ୍ୟାଧ ଆଗେ, ତୁମ୍ଭେ କହିଲ ଅନୁରାଗେ, ସେ ଧର୍ମ ଶୁଣି କରି ଜ୍ଞାତ, ହୋଇଲୁ ଆମ୍ଭେ ବେନିଭ୍ରାତ। ଏବେ ଆମ୍ଭଙ୍କୁ ଆଜ୍ଞା କର, ଯିବୁ ଯେ ବୈକୁଣ୍ଠପୁର, ସେ ବେନି ଏମନ୍ତେ କହନ୍ତେ, ସ୍ୱର୍ଗୁ ଅଇଲା ଦିବ୍ୟ ରଥେ, ମୁନିଙ୍କୁ କରି ନମସ୍କାର, ବିମାନେ ଗଲେ ସ୍ୱର୍ଗପୁର। ଏମନ୍ତ ସେ ବ୍ୟାଧ ଦେଖିଲା, ମୁନିଙ୍କ ଚରଣେ ପଡ଼ିଲା, ବୋଇଲା ମୋତେ କୃପା କର, ମୁହିଁ ତୁମ୍ଭର ପରିଚାର। ସେ ବ୍ୟାଧ ଭକତି ଦେଖିଣ, ଆନନ୍ଦ ହେଲେ ତପୋଧନ, ଧର୍ମାର୍ଥ ମୋକ୍ଷ ଫଳ ଦେଲେ, ସ୍ନାନ କରିବୁ ପ୍ରଭାତରେ, ପାଇବୁ ଗଙ୍ଗା ସ୍ନାନ ଫଳ, ପାପରୁ ହୋଇବୁ ନିର୍ମଳ। ବୈଶାଖେ ଛତ୍ର ଯେ ଉପାନ, ବ୍ରାହ୍ମଣେ ଦେବୁ ମିଷ୍ଟ ଅନ୍ନ, ବାଟରେ ଜଳ ଛତ୍ର ଦେବୁ, ପରକୁ ଦୟା କରୁଥିବୁ। ଏମନ୍ତ କହି ଶଙ୍କ ମୁନି, ଆଶ୍ରମେ ଗଲେ ତପୋଧନି, ସେ ବ୍ୟାଧ ପଲ୍ଲୀରେ ମିଳିଲା, ବୈଶାଖେ ଧର୍ମ ଆଚରିଲା। କୁବେର ସମାନେ ସମ୍ପଦ, ଜୀବନ୍ତେ ଭୁଞ୍ଜିଲା ସେ ବ୍ୟାଧ, ଅନ୍ତେ ସେ ବୈକୁଣ୍ଠେ ଗଲା, ବିଷ୍ଣୁଙ୍କ ଭୁବନେ ବସିଲା। ବ୍ୟାଧର କଥା ଶୁଣି ବ୍ୟାଧ, ତକ୍ଷଣେ ହୋଇଲା ଆନନ୍ଦ, ଉତ୍ତମ ଜ୍ଞାନ ଉପୁଜିଲା, ବିପ୍ରଙ୍କ ପାଦରେ ପଡ଼ିଲା। ନାରଦ ଅମ୍ବରୀଶ ଆଗେ, ଏହା କହିଲେ ବ୍ରହ୍ମ ଭାଗେ, ବୈଶାଖ ମାହାତ୍ମ୍ୟର ରସ, ଭାବେ କହିଲେ ରାମଦାସ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମାହାତ୍ମ୍ये ବିପ୍ର ବ୍ୟାଧ ସମ୍ବାଦେ ନାମ ঊনবিଂশোऽধ্যাୟ। ହରି ଶରଣଂ ହରି ଶରଣଂ ହରି ଶରଣଂ ହରି ଶରଣଂ ହରି ଶରଣଂ ହରି ଶରଣଂ
हरिशरणं हरिशरणं गुरुशरणं 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 बाबा शरणं 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 हरिशरणं 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 गुरुशरणं 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 बाबा शरणं 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 हरिशरणं 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 गुरुशरणं 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 हरिशरणं 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 गुरुशरणं 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 बाबा शरणं 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 हरिशरणं 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 हरिशरणं